ସେମାନେ ଦେଶ ଲୋକଙ୍କର ସେବା କରିବା ତାଙ୍କର ମନ ନାହିଁ। ତାଙ୍କର ମନ ହେଉଛି ଯେ ତାଙ୍କର ସ୍ୱାର୍ଥ ରହିବା ଦରକାର। ଆଉ ସବୁଥିରେ ଆମେ ବିରୋଧୀ ମାନେ ବିରୋଧୀ ସବୁଥିରେ ବିରୋଧ କରିବୁ। ଯେଉଁଟା ସରକାର ଗଠନମୂଳକ କାମ କରିବ ତାକୁ ବିରୋଧ କରିବୁ, ଯେଉଁଟା ଯଦି ଖରାପ କାମ ହେଲା ତାକୁ ବିରୋଧ କରିବୁ। ତେଣୁ ତାଙ୍କର ସେ ଭାବିଛନ୍ତି ଏଇଟା ହେଉଛି ଆମର କର୍ତ୍ତବ୍ୟ। ବିରୋଧ ଦଳ ହିସାବରେ ଆମର ଡ୍ୟୁଟି ହେଲା ଏଇଆ। କିନ୍ତୁ ସେ କେବେ ଚିନ୍ତା କରିନାହାନ୍ତି ଯେ ମହିଳାମାନଙ୍କୁ 33% ସ୍ଥାନ ସଂରକ୍ଷଣ ସେମାନେ ସମ୍ମାନ ପାଇବେ, ଅଗ୍ରାଧିକାର ପାଇବେ, ସମାଜର ମୁଖ୍ୟ ସ୍ରୋତରେ ସବୁଥିରେ ସାମିଲ ହେବେ। ଭବିଷ୍ୟତରେ ସେମାନେ ମଧ୍ୟ ସବୁ ପଦ ଅଧିକାରୀ ହେଇକି ସରକାରକୁ ଦେଶକୁ ଚଳେଇ ପାରିବେ। ଇଏ ଲକ୍ଷ୍ୟ ତାଙ୍କର ନାହିଁ କି ଏ ଚିନ୍ତାଧାରା ନାହିଁ। ତେଣୁ ସେଥିପାଇଁ ସେ ବିରୋଧ କଲେ। ବିରୋଧ କରିବା ଦ୍ୱାରା ସେ ଭାବୁଛନ୍ତି ତାଙ୍କର ବିଜୟ ହେଲା। ଏଥିରେ ଲାଭ କ'ଣ ହେଲା? କ୍ଷତି ତାଙ୍କର ହେଲା। ନିର୍ବାଚନ ଆସିଲେ ସେଇ ମହିଳାମାନେ ତାଙ୍କୁ ପ୍ରଶ୍ନ ପଚାରିବେ, କୁଆଡ଼େ ଆସିଛ, କ'ଣ କରିଥିଲ ରହିକି ପାର୍ଲାମେଣ୍ଟରେ 33% ସ୍ଥାନ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି କରିଥିଲେ, ତମେ କାହିଁ ବିରୋଧ କରିଥିଲ? ମହିଳାମାନେ ତାଙ୍କୁ ପ୍ରଶ୍ନ ପଚାରିବେ। ବର୍ତ୍ତମାନ ଆମେ ଭାରତୀୟ ଜନତା ପାର୍ଟି ଘର ଘର ବୁଲି ସବୁ ମହିଳାମାନଙ୍କୁ ଆମେ ଜଣେଇବୁ ଇଣ୍ଡିପେଣ୍ଡେଣ୍ଟ କ'ଣ କରିଛି, ବିଜେଡି ଦଳ ଏଠି ଓଡ଼ିଶାରେ କ'ଣ କରିଛି, କଂଗ୍ରେସ କ'ଣ କରିଛି। ଅବଶ୍ୟ ବୁଝାମଣା ହେଇଛି। ଆଜି ପର୍ଯ୍ୟନ୍ତ ଆପଣ ଦେଖିଛନ୍ତି ସବୁଥିରେ ଭାରତୀୟ ଜନତା ପାର୍ଟି ସେ ସମର୍ଥନ କରୁଥିଲେ। ଏଇଟା ପ୍ରଥମ ଥର ସେ ଇଣ୍ଡିପେଣ୍ଡେଣ୍ଟକୁ ସମର୍ଥନ କଲେ। ନିଶ୍ଚିନ୍ତରେ ଆମେ ଆଶା କରୁଛୁ ହେଇଛି। ରାଜ୍ୟସଭାରେ ବିଧାନସଭାରେ ଦେଖୁଛୁ ଏକାଠି ପ୍ରତିବାଦ କରୁଛନ୍ତି, ପ୍ରତିବାଦର ସ୍ୱର ସମାନ ରହୁଛି, ତରିକା ସମାନ ରହୁଛି। ବିଜେପି ପାଇଁ ଏବେ ଟିକେ ହାବି ହବନି ଆଗକୁ ଯଦି ଦୁଇ ବିରୋଧୀ ମିଶିଯିବେ? ବିଜେପି ପାଇଁ କିଛି ହବନି। ଭାରତୀୟ ଜନତା ପାର୍ଟି 2014ରୁ କେନ୍ଦ୍ର ସରକାର କଲାଣି, ସାରା ଦେଶ ଏକାଠି ହେଲା। 2024 ନିର୍ବାଚନରେ ସାମ୍ନାସାମ୍ନି କରିପାରିଲେ କି? ତେଣୁ ଲୋକଙ୍କର କାମ ଯିଏ କରିବ, ଲୋକଙ୍କର ସେବା କରିବ, ଦେଶର ବିକାଶ କରିବ, ଲୋକ ତା ପଛରେ ଅଛି। ଲୋକ କୋଉ ଦଳ ପଛରେ ନାହାନ୍ତି। ମେଡିକାଲ ମାନେ ଜିଲ୍ଲା ହେଡକ୍ୱାର୍ଟର ପାଇଁ ସେତେବେଳେ ଆପଣ ଜାଣିନାହାନ୍ତି କ'ଣ କିଏ କରିଥିଲେ? ଆପଣ ଯେଉଁମାନେ ସେତେବେଳେ ରାଜନୀତିର ମଙ୍ଗ ଧରୁଥିଲେ ଜିଲ୍ଲାର ଯେଉଁ ବରିଷ୍ଠ ନେତାମାନେ, ସେମାନେ କରିକି ଜିଲ୍ଲାର ହେଡକ୍ୱାର୍ଟରକୁ ଯାଜପୁର ଟାଉନକୁ ଉଠେଇ ନେଲେ। କିନ୍ତୁ ଏସ୍ପି ଅଫିସଟି ରଖିଦେଲେ। ଜିଲ୍ଲା ଟିକେ ଆଡମିନିଷ୍ଟ୍ରେସନ କରିବ କିଏ? ଜିଲ୍ଲାପାଳ କରିବେ ନା ଏସ୍ପି କରିବେ? ତେଣୁ ମୁଖ୍ୟ ଜିନିଷକୁ ନେଇଗଲେ, ଦେଖାଇଦେଲେ ଲୋକଙ୍କୁ ଯେ ନାଇଁ ତମର ହେଡକ୍ୱାର୍ଟର ସିଫ୍ଟ ହେଇନି, ଅଛି। ଚକ୍ରାନ୍ତ ପୁରା ଚକ୍ରାନ୍ତ ହେଇଥିଲା ନା। ଯେଉଁମାନେ ଯାଜପୁରର ଲୋକ ସେଇମାନେ ଥିଲେ। କୋରେଇ ଲୋକ କେହି ନଥିଲେ, ସୁକିନ୍ଦା ଲୋକ କେହି ନଥିଲେ, ଧର୍ମଶାଳା ନଥିଲେ, ବଡ଼ଚଣା ନଥିଲେ, ବରିର ନଥିଲେ। ଯେଉଁମାନେ ଯାଜପୁର ପ୍ରପର ଯାଜପୁରର ସେ ପାଖାପାଖି 4 କିଲୋମିଟର ରେଡିୟସରେ ତାଙ୍କ ଘର, ସେଇମାନେ ଚକ୍ରାନ୍ତ କରି ନେଇଗଲେ। ଆପଣମାନେ ସାମ୍ବାଦିକ, ଆପଣମାନେ ଇଣ୍ଡିକେସନଟା ଠିକ୍ ବୁଝିପାରୁଛନ୍ତି, ପ୍ରଶ୍ନ କାହିଁ ପଚାରୁଛନ୍ତି? ବିହନ ତ ଏଇ ଯେଉଁ ରବି ଫସଲ ସିଜନରେ ଯେଉଁ ଆପଣଙ୍କର ମୁଗ, ବିରି ଯାହା ସବୁ ବିହନ ଦିଆଯାଇଛି ସବୁ ଠିକ୍ ବାଟ ବଣ୍ଟା ହେଇଛି।